ବରଗଡ଼ ଜିଲ୍ଲା ବିଜେପୁର ଶ୍ରୀ ଅରବିନ୍ଦ ପାଠଚକ୍ରର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ଉଦ୍ଘାଟିତ ହୋଇଯାଇଛି। ଏହି ଅବସରରେ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ରୌପ୍ୟ ଜୟନ୍ତୀ ସମାରୋହ ମଧ୍ୟ ସମ୍ମିଳିତ ଭାବେ ଆୟୋଜିତ ହୋଇଥିଲା। ସ୍ଥାନୀୟ ଜମିଦାର ତଥା ବିଜେପୁର ବିଧାୟକ ସନତ କୁମାର ଗଡ଼ତିଆ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍ଘାଟନ କରିଥିଲେ। ପରିଚାଳନା କମିଟି ସଭାପତି ଲୋକନାଥ ମେହେରଙ୍କ ଅଧ୍ୟକ୍ଷତାରେ ଓ ସମ୍ପାଦକ ଦେବାରଚନ୍ଦ ସାହୁଙ୍କ ସଂଯୋଜନାରେ ଉଦ୍ଘାଟନୀ ସମାରୋହ ଅନୁଷ୍ଠିତ ହୋଇଥିଲା। ବିଧାୟକ ସନତ କୁମାର ଗଡ଼ତିଆ ନିଜ ବକ୍ତବ୍ୟରେ କହିଥିଲେ, ଶ୍ରୀ ଅରବିନ୍ଦଙ୍କ ଶିକ୍ଷା ଦର୍ଶନ ମାନବକୁ କେବଳ ପାଠର ଜ୍ଞାନ ନୁହେଁ, ନୀତି ଚରିତ୍ର ଓ ଆତ୍ମିକ ଉନ୍ନତିର ଦିଗ ଦେଖାଏ। ରୂପାନ୍ତରିତ ମନ ଓ ପ୍ରାଣ ଦ୍ୱାରା ମାନବ ନିଜକୁ ଶ୍ରେଷ୍ଠ କରି ସମାଜକୁ ମଧ୍ୟ ସୁନ୍ଦର କରିପାରିବ। ଶିଶୁମାନଙ୍କୁ ମୂଲ୍ୟବୋଧ ଭିତ୍ତିକ ଶିକ୍ଷା ପ୍ରଦାନ କରିବାରେ ଶ୍ରୀ ଅରବିନ୍ଦ ପାଠଚକ୍ରର ଅବଦାନ ପ୍ରଶଂସନୀୟ ବୋଲି ସେ କହିଥିଲେ। ଏହି ଅବସରରେ ସେ କହିଥିଲେ ଯେ ସଂସ୍ଥାର ସର୍ବାଙ୍ଗୀନ ଉନ୍ନତି ପାଇଁ ସେ ସର୍ବଦା ସହଯୋଗ କରିବେ। ଏହି ସମାରୋହରେ ସୁବର୍ଣ୍ଣ ଓ ରୌପ୍ୟ ଜୟନ୍ତୀ ସ୍ମରଣିକା ଅଭିପ୍ସା ଲୋକାର୍ପିତ ହୋଇଥିଲା। ନବଜୀବନ ଶିକ୍ଷା ସଂସଦ କଟକର ପ୍ରାକ୍ତନ ସମ୍ପାଦକ ପ୍ରସାଦ ତ୍ରିପାଠୀ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଶ୍ରୀ ଅରବିନ୍ଦଙ୍କ ସମଗ୍ର ଶିକ୍ଷା ଦର୍ଶନ ଉପରେ ଆଲୋକପାତ କରିଥିଲେ। ପ୍ରାକ୍ତନ ବିଇଓ ଘନଶ୍ୟାମ ସାହୁ ସମ୍ମାନନୀୟ ଅତିଥି ଭାବେ ଉପସ୍ଥିତ ରହିଥିଲେ। ଜିଲ୍ଲା ସଂଗଠକ ସମରେନ୍ଦ୍ର ଲେଙ୍କା ଓ ଡକ୍ଟର ଉପେନ୍ଦ୍ର ମହାପାତ୍ର ସମ୍ମାନନୀୟ ବକ୍ତା ଭାବେ ଯୋଗଦେଇ ରୂପାନ୍ତରିତ ମନ ପ୍ରାଣ ଦ୍ୱାରା ଭଗବତ ପ୍ରାପ୍ତି ହିଁ ଜୀବନର ପରମ ଲକ୍ଷ୍ୟ ବୋଲି ମତବ୍ୟକ୍ତ କରିଥିଲେ। ମ୍ୟାନେଜିଂ ଟ୍ରଷ୍ଟି ପ୍ରତିମା ଗୁରୁ ଉଦ୍ଦେଶ୍ୟ ଜ୍ଞାପନ ସହ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଟ୍ରଷ୍ଟିର ରାଜେଶ୍ୱର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ଉଦ୍ଘାଟନୀ ସମାରୋହ ପୂର୍ବରୁ ଶ୍ରୀଧର ସାହୁ ମାତୃ ପତାକା ଉତ୍ତୋଳନ କରିଥିଲେ। ଦ୍ୱିତୀୟ ଅଧିବେଶନରେ ମାତୃ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ବିଜ୍ଞ ବିଭୁଦତ୍ତ ସାହୁ ମୁଖ୍ୟ ଅତିଥି ଭାବେ ଏଥିରେ ଯୋଗଦାନ କରିଥିଲେ। ଜୟନ୍ତୀ ସିଂ, ମମତା ଓ ତପସ୍ୱିନୀ ମହାପାତ୍ର ପ୍ରମୁଖ ଦିବ୍ୟ ଯୁଗ ଗଠନରେ ନାରୀର ଭୂମିକା ସମ୍ପର୍କରେ ଆଲୋଚନା କରିଥିଲେ। ଟ୍ରଷ୍ଟି କୁନ୍ତଲା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ସନ୍ଧ୍ୟାରେ ରାଜେଶ୍ୱର ବେହେରାଙ୍କ ରଚନା ଓ କୁମର ମହାନନ୍ଦଙ୍କ ନିର୍ଦ୍ଦେଶନାରେ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସମ୍ବଲପୁରୀ ନାଟକ ଗଛ ପରିବେଶିତ ହୋଇଥିଲା। ପରେ ମନୋରମ ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକମାନଙ୍କ ମନମୁଗ୍ଧ କରିଥିଲା।